ମାଛଟି। ତ ସାଙ୍ଗମାନେ ଏଇ ମାଛର ନାଁ କ'ଣ ନିହାତି ଭାବରେ କମେଣ୍ଟରେ ଜଣାଇବେ। ମୁଁ ତ ଜାଣିନି ମାଛର ନାଁ କ'ଣ। ତ ଚାଲନ୍ତୁ ସାଙ୍ଗମାନେ, ଆଉ ଏପଟେ ପନିକି ବି ଆଣି ସାରିଲେଣି। ଛୁଆମାନେ ଏତେ ମାନେ ବ୍ୟସ୍ତ ରହିছে। ପୁଅ ଆକ୍ଚୁଆଲି ଆମର କିଛି ଆଇଁଷ ଖାଏନି, ତ ଖାଏ କିନ୍ତୁ ହାଲକା ହାଲକା, ମାନେ ଯେମିତି ଖଟା ଯେମିତି ଚାଟନ୍ତି ସେମିତି ଖାଏ। ଆଉ ତାର ଆକ୍ଚୁଆଲି ଇଚ୍ଛା ନାହିଁ, ଯେହେତୁ ଭଉଣୀ ଆସିଛି, ବଡ଼ ଦିଦି ଆସିଛି, ସେଥିପାଇଁ ବଡ଼ ଦିଦିର ଚର୍ଚ୍ଚା କରିବି। ତ ସାଙ୍ଗମାନେ ଏବେ ମୁଁ ମାଛ କାଟିବାରେ ବସି ପଡ଼ିଲି। ତ କାଟି ହିଁ ମୁଁ ତ ପାରୁନି, ତ ମାଛ କାଟିବି ମୁଁ ଠିକ୍ ସେ ଜାଣିନି। ତ ଯେଉଁପଟେ ପାରୁଛି ମୁଁ କାଟି ଦେଉଛି। ଆଉ ପୁଅ ମୋ ମାଛ କଟା ଦେଖିକି ହସୁଛି, କହୁଛି ମୋର ଖାଇବାର ନାହିଁ କି ମୋର କିଛି କରିବାର ନାହିଁ, ମୋତେ କେହି କିଛି ଟିକେ ଆସେ ପାଣି ଦେଇଦେ ନା କ'ଣ ଟିକେ ସାହାଯ୍ୟ କରିଦେ, ବୋଲେ ନା ମୁଁ କିଛି କରିପାରିବିନି। ତ ଏପଟେ କ୍ୟାମେରା ଧରିକି ସେ ଛିଡ଼ା ହେଇଛି। ଆଉ ଖରା ଯେହେତୁ ସାଙ୍ଗମାନ ଅଛି, ଠିକ୍ ଭାବରେ ଦେଖାଯାଉନି। ମାଛ ତ ଜେଣେ ତେଣେ କରିକି ମୁଁ କାଟିଦେଲି। ଏପଟେ ବସି ପଡ଼ିଲି, କଡ଼େଇ ବସେଇକି ନିଆଁ ସାଙ୍ଗେ ସାଙ୍ଗେ ଜାଳିକି ସାଙ୍ଗେ ସାଙ୍ଗେ ମାଛ ଫ୍ରାଏ କରିବାରେ ବସି ଯାଇଛି। ହଁ ସାଙ୍ଗମାନେ, ଆଜି ପାଇଁ ଭିଡ଼ିଓଟି ଏଇଠି ରହୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରି ରହିଲୁ ଜୟ। ହଠାତ୍ ଏତେ ଟଙ୍କା ଆସିଲା କେଉଁଠୁ? ୟୁଟ୍ୟୁବରୁ ଆମର ପାଇଯିନୁ ଏତେ ଟଙ୍କା। ହଁ ସାଙ୍ଗମାନେ, ଭିଡ଼ିଓଟି ମୋର ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ମୋର ଏକ ଫ୍ରେଶ୍ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିନେବା। ହଁ ସାଙ୍ଗମାନେ, ଏତେ ଟଙ୍କା ଆଣିବାର କାରଣ କ'ଣ, ଆଉ କେଉଁଠୁ ଆସିଲା? ହଁ ସାଙ୍ଗମାନେ, ଯେହେତୁ ଘରେ କିଛି ଅସୁବିଧା ଚାଲିଛି, ସେଥିପାଇଁ ଟଙ୍କା ଆଣିବା ପାଇଁ ପଡ଼ିଲା। ଆଉ ଏପଟେ ତ ଚିକେନ୍ ଆଣିକି ରଖା ହେଇଛି, ଏପଟେ ଝିଅ ତାର ମାଛ ଆଣିଛି। ଯେହେତୁ ଝିଅ ସ୍କୁଲରୁ ଆସିଯାଇଛି, ସେଥିପାଇଁ ଚିକେନ୍ ମାଛ ଦୁଇ ପଟୁ କରାଯାଇଛି। ଯେହେତୁ ଗୋଟେ ବର୍ଷ ପରେ ଝିଅ ଆମର ଆସି ପହଞ୍ଚି ଯାଇଛି ଆମ ଘରେ। ଆଉ ଏପଟେ ପୁଅ ତା ଭଉଣୀର ଚର୍ଚ୍ଚା କରିବାରେ ଚାଲିଛି। ତ ସାଙ୍ଗମାନେ, ମାଛ ଉପରେ ଯେହେତୁ ମୋର ହାତ ଟିକେ ଖରାପ କାଟିବା ପାଇଁ, ସେମାନେ ପୁରା ବ୍ୟସ୍ତରେ ଅଛନ୍ତି। ଆମକୁ ଦିଅ, ଆମେ ଖାଇବୁ। ଯେହେତୁ ମୁଁ କହୁଛି ତୋ ବାପା ଆସନ୍ତୁ କାଟିକି ଦେବେ, ତ ସେ କଥା ଶୁଣୁନାହାନ୍ତି। ସେଥିପାଇଁ ବାଧ୍ୟରେ, ଆଉ ସେମାନେ ତ କାଟି ପାରିବେନି, ତ ବାଧ୍ୟରେ ମୁଁ କ୍ୟାମେରା ଧରିଥିଲି, ପୁଅକୁ କ୍ୟାମେରା